ଏବଂ ଆମେ ଦେଖୁଛୁ ଯେ ଅନ୍ୟାନ୍ୟ ରାଜ୍ୟର ମାନେ ଖାଇବା ଆମ ରାଜ୍ୟକୁ ପଶି ଆସିଛି। ମାନେ ଯେତେବେଳେ ପାକିସ୍ତାନ ତିଆରି ହେଲା, ଯେଉଁ ପଞ୍ଜାବୀ ମାନେ ସେପଟୁ ଶରଣାର୍ଥୀ ହେଇକି ଫେରିଲେ, ରାସ୍ତା କଡ଼ରେ ସେମାନେ ତାଙ୍କର ଢାବା କଲେ ଆଜ୍ଞା ଏବଂ ଢାବାର ସଂସ୍କୃତି ଆରମ୍ଭ ହେଲା। ଆଜ୍ଞା ସେ ପଞ୍ଜାବୀ ଖାନା ସେଇଠୁ ଆସିକରି ଆମର ଏଣ୍ଟ୍ରି କଲା। ଆଜ୍ଞା ସେଇଭଳି ଭାବରେ ଉଡୁପିରୁ ଥୋଡ଼ାଏ ଲୋକ ଆସିଲେ, ସେମାନେ ସାଉଥ୍ ଇଣ୍ଡିଆନ୍ ଉଡୁପି ସାଉଥ୍ ଇଣ୍ଡିଆନ୍ ଆଜ୍ଞା। କଲେ ଏବଂ ସାଉଥ୍ ଇଣ୍ଡିଆନ୍ର ପ୍ରଚାର କଲେ। ଆଜ୍ଞା ଆମର ତାଠୁ ଯଥେଷ୍ଟ ଆଜ୍ଞା କ୍ୱାଲିଟେଟିଭ୍ ହେଲ୍ଦି ଫୁଡ଼୍ ଥିବା ସତ୍ତ୍ୱେ ମଧ୍ୟ ଆମେ ତାକୁ ଉପସ୍ଥାପିତ କରିପାରୁନୁ। କରିପାରୁନ। ବିଗତ ଦିନ ପର୍ଯ୍ୟନ୍ତ ମଧ୍ୟ ଆମର ପଖାଳକୁ ଗୋଟେ ପ୍ରକାର ଗାଳି ଦିଆହେଉଥିଲା। ଆଜ୍ଞା ପଖାଳ ଖିଆ କହିକରି ଗାଳି ଦିଆହେଉଥିଲା, କିନ୍ତୁ ବିଗତ କିଛି ଦିନର ପ୍ରଚେଷ୍ଟା ବଳରେ ଆଜି 5 ଷ୍ଟାର ହୋଟେଲରେ ପଖାଳ ପରଷାଯାଉଛି। ପରଷାଯାଉଛି। ତ କିଛି ଲୋକ ପ୍ରଚେଷ୍ଟା କଲେ ବୋଲିକି ସେ କଥାଟି ହେଲା। ତେଣୁକରି ଆମର ଇଏ ଗୋଟେ କ୍ଷୁଦ୍ର ପ୍ରଚେଷ୍ଟା ଯେ ଓଡ଼ିଶାର ଯେଉଁ ଖାଦ୍ୟ ସମୃଦ୍ଧ ଖାଦ୍ୟ ଭଣ୍ଡାର, ମାନେ ମୟୂରଭଞ୍ଜ ଠାରୁ ଆରମ୍ଭ କରିକିରି ମାଲକାନଗିରି ପର୍ଯ୍ୟନ୍ତ, ଆଉ ନୂଆପଡ଼ାରୁ ଆରମ୍ଭ କରିକିରି କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ, ଏ ଅଞ୍ଚଳର ଯେଉଁ ଖାଦ୍ୟ, ଏ ଖାଦ୍ୟକୁ ଯଦି ଆମେ ଗୋଟେ ଜାଗାରେ ପରଷିବା ପାଇଁ ଚେଷ୍ଟା କରିବା, ତାହେଲେ ଆମ ସମସ୍ତଙ୍କ ଭିତରେ ଗୋଟେ ଆତ୍ମବିଶ୍ୱାସ ସୃଷ୍ଟି ହେବ। ଆମ ମନରେ ଏ ଭାବନା ଆସିବ, କ'ଣ ଆମର ଏତେ ଅଛି? ଆଜ୍ଞା ଯେଉଁ ଯେତେବେଳେ ଇଏ ଭାବନାଟା ଅଛି ଆସିବ, ସେତେବେଳେ ନିଶ୍ଚିତ ଭାବେ ଆମେ ପ୍ରଗତି ପଥରେ ଆଗେଇ ଯିବା। ଆଗେଇବା।